ନମସ୍କାର ବନ୍ଧୁମାନେ, ଆଜିର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନ ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଅଛି। କାରଣ ଗ୍ରହ ନକ୍ଷତ୍ରମାନଙ୍କର ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ସବୁଠାରୁ ବଡ଼ କଥା ହେଉଛି ଦେବଗୁରୁ ବୃହସ୍ପତିଙ୍କର ମହାପରିବର୍ତ୍ତନ ହୋଇସାରିଛି। ଗୁରୁ ଆପଣଙ୍କର ଦଶମ ଭାବରେ ଉଚ୍ଚସ୍ଥ ହୋଇସାରିଛନ୍ତି। ଦୀର୍ଘ 12 ବର୍ଷ ପରେ ଗୁରୁ ଆପଣଙ୍କର ଦଶମ ଭାବରେ ଗୋଚର କରୁଛନ୍ତି। ଏହା ବ୍ୟତୀତ ସୂର୍ଯ୍ୟ ମଧ୍ୟ ଆପଣଙ୍କର ପ୍ରଥମ ଭାବରେ ଗୋଚର କରୁଛନ୍ତି, ଯିଏକି ଆପଣଙ୍କର ଲାଭ ସ୍ଥାନର ଅଧିପତି ଅଟନ୍ତି। ତେଣୁ ଆପଣଙ୍କ କୁଣ୍ଡଳୀରେ ଏକ ରାଜଯୋଗର ନିର୍ମାଣ ହେବାକୁ ଯାଉଛି। ଆପଣଙ୍କ ରାଶି ଉପରେ ବୁଧାଦିତ୍ୟ ରାଜଯୋଗର ନିର୍ମାଣ ହେବାକୁ ଯାଉଅଛି। ଆପଣଙ୍କ ଜୀବନରେ ଏହି କାର୍ତ୍ତିକ ପୂର୍ଣ୍ଣିମା ଠାରୁ କିଛି ବଡ଼ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଯାହା ସବୁ ସମସ୍ୟା ଲାଗି ରହିଥିଲା, ବର୍ତ୍ତମାନ ସେ ସବୁ ଦୂର ହେବାକୁ ଯାଉଅଛି। ପୁନର୍ବାର ଆପଣଙ୍କ ଜୀବନକୁ ଖୁସି ଫେରିବାକୁ ଯାଉଅଛି। ତେବେ ଆସନ୍ତୁ ଜାଣିବା ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଯଦି ଆପଣଙ୍କର ମଧ୍ୟ ତୁଳା ରାଶି ହୋଇଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁମାନେ, ଆପଣମାନେ ଲକ୍ଷ୍ୟ କରୁଥିବେ ଯେ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ ମିଳିପାରୁନାହିଁ। ପିତାଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ନାହିଁ। ବାରମ୍ବାର ଆପଣଙ୍କ ମଧ୍ୟରେ ମତଭେଦ ମନାନ୍ତର ହେଉଛି। ଆପଣ ଯେଉଁ ନିର୍ଣ୍ଣୟ ନେଉଛନ୍ତି ସେଥିରୁ ଆପଣଙ୍କୁ ସଫଳତା ମିଳିପାରୁନାହିଁ। ଆପଣଙ୍କୁ କ୍ଷତିର ସାମ୍ନା କରିବାକୁ ପଡ଼ୁଛି। ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ପରିଶ୍ରମ ଅନୁସାରେ ଆପଣଙ୍କୁ ପରିଶ୍ରମର ମୂଲ୍ୟ ମିଳିପାରୁନାହିଁ। ଆପଣଙ୍କ ଜୀବନରେ ଲାଭ କମ୍ ଏବଂ ଲସ୍ ଅଧିକ ହେଉଛି। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ୁଛି। ତେଣୁ ଆପଣଙ୍କ ଜୀବନରେ ଯଦି ଏହିପରି କିଛି ସମସ୍ୟା ଲାଗି ରହିଛି, ତେବେ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଆପଣ ନିଶ୍ଚିତ ଭାବରେ ଏଗୁଡ଼ିକର ସମାଧାନ ଦେଖିବାକୁ ପାଇବେ। ଯଦି ଆପଣଙ୍କ ଜୀବନରେ ଧନଜନିତ ସମସ୍ୟା ଦେଖାଯାଉଛି, ଆପଣଙ୍କର ସ୍ୱାସ୍ଥ୍ୟରେ ବାରମ୍ବାର ଖରାପ ହେଉଛି, ଋଣ କରଜର ଭାର ଆପଣଙ୍କ ଉପରେ ବଢ଼ିଯାଇଛି, ଆପଣଙ୍କର ଘର ପରିବାରରେ ସର୍ବଦା ଅଶାନ୍ତି ଲାଗି ରହୁଛି, ଆପଣଙ୍କର ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖାଦେଉଛି, ଆପଣଙ୍କର ଅନ୍ନେସେସରି ଖର୍ଚ୍ଚ ହେଉଛି, ସମାଜରେ ଆପଣଙ୍କର ମାନ ସମ୍ମାନ କମିଯାଇଛି, ଆପଣଙ୍କର ଯୋଗ୍ୟତା ଥିବା ପରେ ବି ଏବଂ ଯେତେ ଚେଷ୍ଟା ପରେ ବି ଆପଣଙ୍କୁ ଚାକିରି ମିଳିପାରୁନାହିଁ, ସନ୍ତାନ ସନ୍ତତି ପାଇଁ ଆପଣ ଚିନ୍ତିତ ରହୁଛନ୍ତି, ବେପାର ବାଣିଜ୍ୟରେ ଆପଣଙ୍କର ଲସ୍ ହେଉଛି, ଆପଣଙ୍କର ପ୍ରେମ ଜୀବନରେ ସମସ୍ୟା ଦେଖାଦେଉଛି, ତ ଏଭଳି ଯାହା ବି ସମସ୍ୟା ଆପଣଙ୍କ ଜୀବନରେ ଲାଗି ରହିଥିଲା, ତାହା ବର୍ତ୍ତମାନ ଦୂର ହେବାକୁ ଯାଉଅଛି। ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଆପଣଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ହେବାକୁ ଯାଉଅଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଛି। କାରଣ ଗୁରୁ ଆପଣଙ୍କ କୁଣ୍ଡଳୀରେ ଉଚ୍ଚସ୍ଥ ହୋଇସାରିଛନ୍ତି। ତ ବର୍ତ୍ତମାନ ଠାରୁ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ ମିଳିବାକୁ ଲାଗିବ। ପିତାଙ୍କ ସହିତ ଆପଣଙ୍କର ଯେଉଁ ମତ ପାର୍ଥକ୍ୟ ଚାଲିଥିଲା, ସେ ସବୁ ଧୀରେ ଧୀରେ ଦୂର ହୋଇଯିବ। ପିତାଙ୍କ ସହିତ ଆପଣଙ୍କର ସମ୍ପର୍କରେ ଆପଣ ସୁଧାର ଦେଖିବାକୁ ପାଇବେ। ଆପଣ ପିତାଙ୍କର ସ୍ୱାସ୍ଥ୍ୟରେ ଯଦି କିଛି ସମସ୍ୟା ଥିଲା, ତ ପିତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଆପଣ ସୁଧାର ଦେଖିବାକୁ ପାଇବେ। ଆପଣଙ୍କର ମନ ଧର୍ମ ଆଡ଼କୁ ଅଗ୍ରସର ହେବ। କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ଯୋଗଦାନ କରିପାରନ୍ତି। କୌଣସି ଧାର୍ମିକ ସ୍ଥାନକୁ ଆପଣ ଯାତ୍ରା କରିପାରନ୍ତି। ଏହି କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆପଣ ଆପଣଙ୍କର ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଦେଖିବାକୁ ପାଇବେ। କାରଣ ଆପଣଙ୍କର ରାଶାଧିପତି ଶୁକ୍ର ଆପଣଙ୍କର ପ୍ରଥମ ଭାବରେ ଅର୍ଥାତ୍ ନିଜର ସ୍ୱରାଶିରେ ଗୋଚର କରୁଛନ୍ତି, ଯାହା ଫଳରେ ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟରେ ଯଦି କିଛି ସମସ୍ୟା ଲାଗି ରହିଥିଲା, ତ ବର୍ତ୍ତମାନ ଆପଣ ସେଥିରେ ସୁଧାର ଦେଖିବାକୁ ପାଇବେ। ଆପଣ ନିଜକୁ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। ଆପଣଙ୍କର ଇମ୍ୟୁନିଟି ସିଷ୍ଟମ୍ ଷ୍ଟ୍ରଙ୍ଗ ରହିବ। ଆପଣଙ୍କ ମଧ୍ୟରେ ଏନର୍ଜି ଲେଭେଲ ବଢ଼ିବ। କିନ୍ତୁ ବିଦ୍ୟାର୍ଥୀମାନଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ। କାରଣ ପଞ୍ଚମ ଭାବଟି ହୋଇଥାଏ ଶିକ୍ଷାର ଭାବ। ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ଶନି। ଶନି ଆପଣଙ୍କ କୁଣ୍ଡଳୀର ଷଷ୍ଠ ଭାବରେ ଗୋଚର କରୁଛନ୍ତି। ଷଷ୍ଠ ଭାବଟିକୁ କୁଣ୍ଡଳୀରେ ଭଲ ବୋଲି ମାନାଯାଇନଥାଏ। ଏହା ବ୍ୟତୀତ ଆପଣଙ୍କ ପଞ୍ଚମ ଭାବରେ ରାହୁ ଗୋଚର କରୁଛନ୍ତି। ତ ରାହୁ ହେଉଛନ୍ତି ମୁଣ୍ଡବିହୀନ ଗ୍ରହ, ଛାୟା ଗ୍ରହ। ତେଣୁ ବାରମ୍ବାର ରାହୁ ଆପଣଙ୍କର ମାଇଣ୍ଡକୁ ଡାଇଭର୍ଟ କରାଇବେ। ଆପଣଙ୍କର ମନରେ ବାରମ୍ବାର କନଫ୍ୟୁଜନ୍ କ୍ରିଏଟ୍ ହେବ। ତେବେ ଆପଣଙ୍କ ପାଇଁ ଭଲ ରହିବ। ଆପଣ ଯେତେ ପାରିବେ ପାଠପଢ଼ାରେ ଆପଣଙ୍କର ମନ ଦିଅନ୍ତୁ। ଏଣେ ତେଣେ ମନ ନ ଦେଇ ଅନ୍ୟ କାହାର କଥା ସବୁ ନିଜେ ଆପଣଙ୍କର ପାଠପଢ଼ା ପାଇଁ ଯାହା ଡିସିସନ୍ ନେଉଛନ୍ତି, ତ ସେଥିରେ ହିଁ ଆଗକୁ ବଢ଼ନ୍ତୁ।
ଯଦି ଆପଣଙ୍କୁ ଅନ୍ୟ କିଛି ଆଡ଼ଭାଇସ୍ ଦେଉଛନ୍ତି, ଯଦି ଆପଣ ତାଙ୍କର କଥା ମାନନ୍ତି ତ ଆପଣ ଅସୁବିଧାରେ ପଡ଼ିପାରନ୍ତି। ତେଣୁ ଆପଣଙ୍କୁ ଯାହା ଠିକ୍ ଲାଗୁଛି ଆପଣ ତାହା କରିବାକୁ ଚେଷ୍ଟା କରନ୍ତୁ। ରାହୁ ଆପଣଙ୍କର ମାଇଣ୍ଡକୁ ଡାଇଭର୍ଟ କରାଇବେ। ପାଠପଢ଼ାରେ ଆପଣଙ୍କର ଏକାଗ୍ରତା ରହିବ ନାହିଁ। ତେଣୁ ଆପଣ ନିଜର ମନକୁ ଏକାଗ୍ର କରିବା ପାଇଁ ଚେଷ୍ଟା କରନ୍ତୁ। ନିଜର ପାଠପଢ଼ାରେ ଫୋକସ୍ କରିବା ପାଇଁ ଚେଷ୍ଟା କରନ୍ତୁ। ତେବେ ବନ୍ଧୁମାନେ, ଶିକ୍ଷା କ୍ଷେତ୍ର ସହିତ ଆପଣଙ୍କୁ ଆପଣଙ୍କର ପ୍ରେମ ଜୀବନରେ ମଧ୍ୟ ଟିକେ ଅଧିକ ସତର୍କ ରହିବାକୁ ହେବ। କାରଣ ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ମଧ୍ୟ ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ। ତ ଶନି ଯେହେତୁ ଷଷ୍ଠ ଭାବରେ ଅଛନ୍ତି ଏବଂ ରାହୁ ଯେହେତୁ ପଞ୍ଚମ ଭାବରେ ଅଛନ୍ତି, ତ ରାହୁ ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ସମସ୍ୟା ସୃଷ୍ଟି କରାଇବେ। ଛୋଟ ଛୋଟ କଥାକୁ ନେଇକି ଆପଣଙ୍କ ମଧ୍ୟରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହେବ। ସବୁ କିଛି ଠିକ୍ ହେବ। ହଠାତ୍ କରି ଏପରି କିଛି ସମସ୍ୟା ହୋଇଯିବ, ଗୋଟିଏ ଛୋଟ କଥା ଏତେ ବଡ଼ ହୋଇଯିବ ଯେ ଆପଣଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯିବାର ମଧ୍ୟ ବହୁତ ଅଧିକ ସମ୍ଭାବନା ରହୁଅଛି। ତେଣୁ ପ୍ରେମ ଜୀବନରେ ମଧ୍ୟ ଆପଣଙ୍କୁ ଅଧିକ ସତର୍କ ରହିବାର ଅଛି। ଆପଣଙ୍କୁ ନିଜର ବାଣୀ ଉପରେ, ନିଜର କ୍ରୋଧ ଉପରେ ସମ୍ପୂର୍ଣ୍ଣ ମାତ୍ରାରେ ନିୟନ୍ତ୍ରଣ ରଖିବାର ଅଛି। ଆପଣଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯିବାର ସମ୍ଭାବନା ରହୁଛି। ତେଣୁ ଆପଣ ଯେତେ ପାରିବେ ଏହିସବୁ କ୍ଷେତ୍ରରେ ସତର୍କ ରୁହନ୍ତୁ। ବୈବାହିକ ଜୀବନ କଥା ଯଦି କହିବା, ବୈବାହିକ ଜୀବନ ଏହି କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆପଣଙ୍କର ବହୁତ ଭଲ ରହିବ। କାରଣ ସପ୍ତମ ଭାବଟି ହୋଇଥାଏ ବୈବାହିକ ଜୀବନର ଭାବ, ଆପଣଙ୍କର ଜୀବନସାଥୀଙ୍କର ଭାବ। ତେବେ ଆପଣଙ୍କର ସପ୍ତମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଆପଣଙ୍କର ଦ୍ୱିତୀୟ ଭାବରେ ନିଜର ସ୍ୱଗୃହରେ ଗୋଚର କରୁଛନ୍ତି। ତ ବୈବାହିକ ଜୀବନ ଆପଣଙ୍କର ବହୁତ ଭଲ ରହିବ। ଶୁକ୍ର ମଧ୍ୟ ପ୍ରଥମ ଭାବରେ ରହି ଆପଣଙ୍କର ସପ୍ତମ ଭାବକୁ ଦେଖୁଛନ୍ତି। ଆପଣ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ, ବୁଝାମଣା ଭଲ ରହିବ। ଆପଣ ଆପଣଙ୍କ ଜୀବନସାଥୀଙ୍କୁ କୌଣସି ଏକ ଖୁସି ଖବର ମଧ୍ୟ ଦେଇପାରନ୍ତି। ଏବେ ଆସନ୍ତୁ ଜାଣିବା ଆପଣଙ୍କର ଭାଗ୍ୟ ଏବଂ କ୍ୟାରିୟର କିପରି ରହିବ ଏହି କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ। ତେବେ ବନ୍ଧୁମାନେ, କୁଣ୍ଡଳୀର ନବମ ଭାବଟି ହୋଇଥାଏ ଭାଗ୍ୟର ଭାବ ଏବଂ ଦଶମ ଭାବଟି ହୋଇଥାଏ କ୍ୟାରିୟରର ଭାବ। ଆପଣଙ୍କର ନବମ ଭାବର ଅଧିପତି ହେଉଛନ୍ତି ବୁଧ। ବୁଧ ଆପଣଙ୍କ କୁଣ୍ଡଳୀର ଦ୍ୱିତୀୟ ଭାବରେ ଗୋଚର କରୁଛନ୍ତି, ଧନ ସ୍ଥାନରେ ଗୋଚର କରୁଛନ୍ତି ଏବଂ 23 ନଭେମ୍ବରକୁ ବୁଧ ବକ୍ରି ହୋଇ ଆପଣଙ୍କର ପ୍ରଥମ ଭାବକୁ ଆସିଯିବେ। ତ ଆପଣଙ୍କର ଭାଗ୍ୟ ଭାବର ଅଧିପତି ଯେତେବେଳେ ଧନ ସ୍ଥାନରେ ଗୋଚର କରୁଛନ୍ତି ଏବଂ ଏହାପରେ ଆପଣଙ୍କର ପ୍ରଥମ ଭାବକୁ ଆସିଯିବେ, ତ ଏହାର ଅର୍ଥ ହେଉଛି ଆପଣଙ୍କର ଭାଗ୍ୟ ବହୁତ ପ୍ରବଳ ରହୁଛି। ତ ଏହି କାର୍ତ୍ତିକ ପୂର୍ଣ୍ଣିମା ପରେ ଯଦି ଆପଣ ଭାଗ୍ୟ ସମ୍ବନ୍ଧିତ କିଛି ନିର୍ଣ୍ଣୟ ନେବାକୁ ଯାଉଛନ୍ତି, ତ ସେଥିରେ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ମିଳିବ। ଏହି କାର୍ତ୍ତିକ ପୂର୍ଣ୍ଣିମା ପରେ ଆପଣଙ୍କୁ କୌଣସି ଦିଗରୁ ବଡ଼ ଧନ ଲାଭ ହୋଇପାରେ। କ୍ୟାରିୟର ଯଦି କହିବା, ତ ଦଶମ ଭାବରେ ଗୁରୁ ଗୋଚର କରୁଛନ୍ତି। ଗୁରୁ ଆପଣଙ୍କ ଦଶମ ସ୍ଥାନରେ ଉଚ୍ଚସ୍ଥ ଅଛନ୍ତି। ତ ଆପଣ ଆପଣଙ୍କ କ୍ୟାରିୟରରେ ବହୁତ ଅଧିକ ଗ୍ରୋଥ୍ ଦେଖିବାକୁ ପାଇବେ। ଆପଣଙ୍କ ମଧ୍ୟରେ ମ୍ୟାନେଜମେଣ୍ଟ ସ୍କିଲ୍ ବହୁତ ଭଲ ରହିବ। ଯଦି ଆପଣ ଡକ୍ଟର ଅଛନ୍ତି, ଯଦି ଆପଣ ଟିଚର ଅଛନ୍ତି, ତ ଏହିସବୁ କ୍ଷେତ୍ରରେ ଆପଣଙ୍କୁ ବହୁତ ଅଧିକ ସଫଳତା ମିଳିବାକୁ ଯାଉଛି। କାରଣ ଗୁରୁ ହେଉଛନ୍ତି ଜ୍ଞାନର କାରକ ଗ୍ରହ। ଆପଣଙ୍କ ମଧ୍ୟରେ ଜ୍ଞାନ ବଢ଼ିବ। ଆପଣଙ୍କ ବାଣୀରେ ଏକ ପ୍ରକାର ଆକର୍ଷଣତା ରହିବ, ଯାହାଫଳରେ ଅନ୍ୟମାନେ ଆପଣଙ୍କ ଆଡ଼କୁ ପ୍ରଭାବିତ ହେବେ। ଗୁରୁ ଆପଣଙ୍କର ଦଶମ ଭାବରେ ଉଚ୍ଚସ୍ଥ ହୋଇସାରିଛନ୍ତି। ତେଣୁ ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ପ୍ରମୋସନ୍ ମିଳିବାର ବହୁତ ଅଧିକ ସମ୍ଭାବନା ରହୁଛି ଏବଂ ଯେଉଁମାନଙ୍କ ନିକଟରେ ଚାକିରି ନାହିଁ ସେମାନଙ୍କୁ ଚାକିରି ମିଳିବାର ମଧ୍ୟ ଅଧିକ ସମ୍ଭାବନା ରହୁଛି। ଆପଣ ଆପଣଙ୍କ କ୍ୟାରିୟରରେ ବେଟରମେଣ୍ଟ ଦେଖିବାକୁ ପାଇବେ। ପୂର୍ବରୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଯାହା ବି କିଛି ସମସ୍ୟା ଥିଲା, ଯାହାକୁ ନେଇ ଆପଣ ଚିନ୍ତିତ ରହିଥିଲେ, ବର୍ତ୍ତମାନ ସେସବୁ ଦୂର ହୋଇଯିବ। କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବଢ଼ିବ। ଆପଣ ନିଜର କାମ ବହୁତ ଇଣ୍ଟରେଷ୍ଟେଡ୍ ଭାବରେ କରିବେ। ଆପଣଙ୍କ ମଧ୍ୟରେ ମ୍ୟାଚୁରିଟି ଲେଭେଲ ବଢ଼ିବ। କେବଳ ଆପଣଙ୍କୁ ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଅଛି। ବିଜନେସ୍ କଥା ଯଦି କହିବା, ତ ବିଜନେସ୍ ମଧ୍ୟ ଏହି କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଆପଣଙ୍କର ବହୁତ ଭଲ ରହିବ। କାରଣ ବୁଧ, ମଙ୍ଗଳ, ସୂର୍ଯ୍ୟ ପ୍ରତ୍ୟେକ ଗ୍ରହଙ୍କର ସ୍ଥିତି ବହୁତ ମଜବୁତ ରହୁଛି। ତେଣୁ ବିଜନେସ୍ରେ ପ୍ରଫିଟ୍ ହେବ। ଆପଣଙ୍କର ଡେଲି ଇନକମ୍ ବଢ଼ିବ। ବିଜନେସ୍କୁ ଆପଣ ଆଗକୁ ବଢ଼ାଇ ପାରନ୍ତି। ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ, ଯେଉଁ ପ୍ରତିକାର କରିବା ଦ୍ୱାରା ଆପଣଙ୍କର ଯାହା ଅଶୁଭତ୍ୱ ରହୁଛି, ଯେମିତିକି ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଏବଂ ପ୍ରେମ ଜୀବନରେ, ସେସବୁ ଦୂର ହୋଇଯିବ। ତ ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ଶନିଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ପକ୍ଷୀମାନଙ୍କୁ ଦାନା ଏବଂ ପାଣି ଦିଅନ୍ତୁ।
କିମ୍ବା ମାଛମାନଙ୍କୁ ଆପଣ ଦାନା ଖାଇବାକୁ ଦିଅନ୍ତୁ। ଏହା ସହିତ ପ୍ରତ୍ୟେକ ଦିନ ଆପଣ ରାହୁଙ୍କର ବୀଜମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ସୂର୍ଯ୍ୟଙ୍କୁ ତମ୍ବା ଲୋଟାରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ନିଶ୍ଚିତ ଭାବରେ ଅଶୁଭତ୍ଵ ଗୁଡ଼ିକ ଖଣ୍ଡନ ହୋଇ ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ। ତ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।